ବର୍ତ୍ତମାନର ସବୁଠୁ ବଡ଼ ଖବର ଜଙ୍ଗଲି ହାତୀ ପୁଣି ନେଲା ଏକ ଶିଶୁର ଜୀବନ। ରାତିରେ ଶୋଇଥିବା ବେଳେ ଜଙ୍ଗଲି ହାତୀ ଭାଙ୍ଗିଦେଲେ ଘର। ଘର କାନ୍ଥ ଭାଙ୍ଗି ଜଣେ 7 ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଉଛି ଆକାଶ ହେମ୍ବ୍ରମଙ୍କ ପିତା ତପନ ହେମ୍ବ୍ରମଙ୍କ 7 ବର୍ଷର ପୁଅ ଆକାଶ ହେମ୍ବ୍ରମ। ଏହି ଘଟଣାଟି ଢେଙ୍କାନାଳ ବନଖଣ୍ଡ କପିଳାସ ବନାଞ୍ଚଳ ସୋରିଷିଆପଦା ଫରେଷ୍ଟ ସେକ୍ସନର ସୋରିଷିଆପଦା ପଞ୍ଚାୟତ ରଗଡ଼ି ସାହିରେ ଘଟିଛି। ସୂଚନା ଅନୁଯାୟୀ ତପନଙ୍କ ପରିବାର ମଙ୍ଗଳବାର ସନ୍ଧ୍ୟାରେ ରାତ୍ର ଭୋଜନ ସାରି ଘରେ ଶୋଇଥିବା ବେଳେ ରାତ୍ରିରେ ଜଙ୍ଗଲି ହାତୀ ଆସି ତପନଙ୍କ ଘର କାନ୍ଥକୁ ଭାଙ୍ଗିଥିଲା। ଫଳରେ ଘର ଭିତରେ ଶୋଇଥିବା ଶିଶୁ ଉପରେ କାନ୍ଥ ମାଡ଼ି ବସିଥିଲା। ଏଥିରେ ତପନଙ୍କ 7 ବର୍ଷର ଶିଶୁପୁତ୍ର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପ୍ରସାରିତ ହେବା ପରେ ବନ ବିଭାଗ, ପୋଲିସ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିଥିବା ବେଳେ ପରିବାର ସହ ଆଲୋଚନା କରିବା ସହ ସରକାରୀ ସହାୟତା ଓ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଢେଙ୍କାନାଳରୁ ଦୀପ୍ତିରଞ୍ଜନ ସାହୁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।